ନିର୍ବାଚନ ପାଇଁ ଚିନ୍ତାରେ ନବୀନ କାହାକୁ କରିବେ ପ୍ରାର୍ଥୀ ସେ ନେଇ ଚାଲିଛି ତନାଖରା। ରାଜ୍ୟସଭା ପ୍ରାର୍ଥୀ ପାଇଁ ନବୀନ ଚଳାଇଛନ୍ତି ଭିତିରି ଷଡ଼ଯନ୍ତ୍ର। ଆସନ୍ତା ଏପ୍ରିଲରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଶିବିରରେ କିଛିଟା ଉଷ୍ମତା ଦେଖିବାକୁ ମିଳିଥିବା ବେଳେ ବିଜୁ ଜନତା ଦଳରେ ଅସମ୍ଭବ ନୀରବତା ଦେଖାଯାଉଛି। କ'ଣ ଏବଂ କେଉଁ କାରଣ ପାଇଁ ବିଜୁ ଜନତା ଦଳ ନୀରବ ରହୁଛି ଏବଂ କାହିଁକି ନବୀନ ଏନେଇ କିଛି ଏପର୍ଯ୍ୟନ୍ତ ଏ ସଂକେତ ଦେଇନାହାନ୍ତି, ସେ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି। ଆସନ୍ତା ଏପ୍ରିଲରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶାରେ 4ଗୋଟି ଆସନ ଖାଲି ହେବାକୁ ଯାଉଛି। ରାଜ୍ୟରେ ଜଣେ ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ ହେଲେ ବର୍ତ୍ତମାନ ସ୍ଥିତିରେ 31 ଗୋଟି ପ୍ରଥମ ପସନ୍ଦ ଭୋଟ ବା ଫାଷ୍ଟ ପ୍ରିଫରେନ୍ସ ଭୋଟର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ବିଚାର କଲେ ବିଜେଡି ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ଅତି ସହଜରେ ନିର୍ବାଚିତ କରି ରାଜ୍ୟସଭାକୁ ପଠାଇ ପାରିବ। ଏହାପରେ ଦଳ ନିକଟରେ ଆହୁରି 19ଟି ପ୍ରଥମ ପସନ୍ଦ ଭୋଟ ରହୁଛି। ଦଳ ଏହି ଭୋଟ କାହାକୁ ଦେବ ସେ ନେଇ ଏପର୍ଯ୍ୟନ୍ତ କିଛି ଆଭାସ ମିଳିପାରୁନାହିଁ। ଯଦି 14ଟି ବିଧାୟକ ଥିବା କଂଗ୍ରେସ ଦଳ ସହିତ ଏ ଆଞ୍ଚଳିକ ଦଳ ହାତ ମିଶାଏ ତେବେ ଉଭୟ ଚତୁର୍ଥ ଆସନ ପ୍ରାର୍ଥୀଙ୍କୁ ଜିତାଇ ବିଜେପିକୁ ଏକ ଶକ୍ତ ରାଜନୈତିକ ଧକ୍କା ଦେବାର ସାମର୍ଥ୍ୟ ରଖୁଛନ୍ତି। ବିଜୁ ଜନତା ଦଳ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ କିମ୍ବା ସନ୍ତୃପ୍ତ ମିଶ୍ରଙ୍କୁ ପ୍ରଥମ ପସନ୍ଦର ଭୋଟ ଦେଇ ରାଜ୍ୟସଭାକୁ ପଠାଇବ ବୋଲି ଆକଳନ କରାଯାଉଛି। ହେଲେ ବଳକା ଭୋଟ ବିଜେପି ଦ୍ୱାରା ନାମାଙ୍କିତ ହୋଇଥିବା ପ୍ରାର୍ଥୀ ବା କଂଗ୍ରେସ ମନୋନୀତ ପ୍ରାର୍ଥୀଙ୍କୁ ଦଳ ସମର୍ଥନ ଦେଉଛି ତାହା ଦେଖିବାର କଥା। କିଛିଦିନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚତୁର୍ଥ ପ୍ରାର୍ଥୀଙ୍କୁ ମିଳିତ ଭାବରେ ଚୟନ କରିବା ନେଇ ଆଲୋଚନା କରିବା ପାଇଁ ସମୟ ମାଗିଥିଲେ। ହେଲେ ନବୀନଙ୍କ ତରଫରୁ ଏନେଇ କିଛି ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଭକ୍ତଙ୍କ ଅନୁରୋଧ ପରେ ନବୀନ ନୀରବ ରହିବା ନେଇ ରାଜନୈତିକ ମହଲରେ ଯେଉଁ ଚର୍ଚ୍ଚା ଆଲୋଚନା ହେଉଛି ତାହା ଅନେକଙ୍କ ପାଇଁ ବେଶ ରୋଚକ ଓ ଆମୋଦଦାୟକ ମନେ ହେଉଛି। କିଛି ରାଜନୈତିକ ସମୀକ୍ଷକଙ୍କ ମତ ଯେ ନବୀନ ରାଜ୍ୟସଭା ନିର୍ବାଚନ ହେଉ ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଅଧିକାଂଶ ସମୟରେ ସେ ବିଜେପି ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥାନ୍ତି। ଯଦିଓ ବିଜେଡି ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରପତି ଲୋକସଭା ବାଚସ୍ପତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରତି କରିବା ପାଇଁ ଏହା ସର୍ବଦା ପଦ୍ମ ଦଳକୁ ସମର୍ଥନ ଦେଇ ଆସିଛି। ଦଳର ଏଭଳି ବିପରୀତ ଧର୍ମୀ ଆଭିମୁଖ୍ୟ ଅନେକଙ୍କ ପାଇଁ ଦୁର୍ବୋଧ୍ୟ ହୋଇଥିଲେ ମଧ୍ୟ ରାଜ୍ୟ ସ୍ୱାର୍ଥ ପାଇଁ ନବୀନ ଏହା କରିଆସିଛନ୍ତି ବୋଲି ତାଙ୍କ ଦଳର ନେତାମାନେ ସ୍ପଷ୍ଟୀକରଣ ରଖିଛନ୍ତି। ବ୍ୟୁରୋ ରିପୋର୍ଟ ଓଡ଼ିଶା ନ୍ୟୁଜ୍ ଲାଇଭ୍।